ବିଜ୍ଞାନର 5 ଗୋଟି ଅବଦାନ ବା ଆବିଷ୍କାର ମଣିଷ ଜାତି ପାଇଁ ପ୍ରକୃତରେ ଅଭିଶାପ ନା ଆଶୀର୍ବାଦ ଆଲୋଚନା କରିବା। କାହିଁକି? ମୋ ପାଇଁ ଚିନ୍ତାର ବିଷୟ, ଆପଣଙ୍କ ପାଇଁ ମଧ୍ୟ ସେତିକି ଚିନ୍ତାର ବିଷୟ। ଏଇ 5 ଗୋଟି ଅବଦାନ ବା ଆବିଷ୍କାର କ'ଣ? ସେଗୁଡ଼ିକ ହେଲା ଏ, ବି, ସି, ଡି ଆଉ ଇ। ଏରେ ହେଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଉ ବିରେ ବାୟୋଟେକ୍ନୋଲୋଜି ଅର୍ଥାତ୍ ଜେନେଟିକ୍ ଇଞ୍ଜିନିୟରିଂ, ହାଇବ୍ରିଡାଇଜେସନ୍ ଏମିତି ସବୁ। ଆଉ ସିରେ ହେଲା କ୍ଲାଇମେଟ୍ ଚେଞ୍ଜ ଫର୍ ମଡର୍ଣ୍ଣାଇଜେସନ୍। ଡିରେ ହେଲା ଡ୍ରଗ୍ ମାନେ ମେଡିସିନ୍, ପେଷ୍ଟିସାଇଡ୍, ଇନସେକ୍ଟିସାଇଡ୍ ଇତ୍ୟାଦି ଇତ୍ୟାଦି। ଆଉ ଇ ଗେସ୍ କରନ୍ତୁ କ'ଣ ହବ? ଏଇ ଯୁଦ୍ଧ ପରିପ୍ରେକ୍ଷୀରେ ଇ ମାନେ ଏକ୍ସପ୍ଲୋସିଭ୍ସ ଲାଇକ୍ ମିଜାଇଲ୍, ହାଇଡ୍ରୋଜେନ୍ ବମ୍, ନ୍ୟୁକ୍ଲିୟର ବମ୍ ଏମିତି ସବୁ। ତେଣୁ ଏବେ ଆପଣ ତର୍ଜମା କରନ୍ତୁ, ଚିନ୍ତା କରନ୍ତୁ ଏବଂ କୁହନ୍ତୁ ଯେ ପ୍ରକୃତରେ ବିଜ୍ଞାନର ଏଇ 5 ଗୋଟି ଏ, ବି, ସି, ଡି, ଇ ଅବଦାନ ଆଶୀର୍ବାଦ ନା ଅଭିଶାପ? ଆପଣଙ୍କର ମତାମତ ଅପେକ୍ଷାରେ। ଧନ୍ୟବାଦ।